ସେମାନେ ସାଧାରଣ ପକ୍ଷୀ ନଥିଲେ। ସେମାନଙ୍କର ଡେଣା ଥିଲା ଝଡ଼ର ବେଗ, ସେମାନଙ୍କର ଆଖିରେ ଥିଲା ଶିକାରୀର ତୀକ୍ଷ୍ଣତା ଏବଂ ସେମାନଙ୍କର ପଞ୍ଜାରେ ଥିଲା ଏମିତି ଶକ୍ତି ଯାହା ବଡ଼ ବଡ଼ ଜୀବମାନଙ୍କୁ ମଧ୍ୟ ଭୟଭୀତ କରିପାରୁଥିଲା। ଦିନେ ଶିକାରର ଖୋଜରେ ଉଡ଼ୁଥିବା ଅବସ୍ଥାରେ ସେମାନେ ବହୁତ ଦୂରକୁ ଚାଲିଗଲେ। ସମୁଦ୍ର ଉପରେ ଦୀର୍ଘ ଯାତ୍ରା ପରେ ସେମାନଙ୍କ ଆଖି ଆଗରେ ଦେଖାଦେଲା ଏକ ଛୋଟ ଦ୍ୱୀପ। ସେମାନେ ତଳକୁ ଓହ୍ଲାଇଲେ ଏବଂ ତାପରେ ସେମାନଙ୍କ ଆଖିରେ ଚମକ ଭରିଗଲା। ଦ୍ୱୀପର ଜଳାଶୟ ଗୁଡ଼ିକ ମାଛରେ ପୂର୍ଣ୍ଣ ଥିଲା। ପାଣି କୂଳରେ ବେଙ୍ଗମାନେ ନିର୍ଭୟରେ ବୁଲୁଥିଲେ। ଏଠାରେ ଶିକାର ପାଇଁ ଲଢ଼ିବାକୁ ପଡ଼ୁନଥିଲା। ଦିନ ବିତିବାକୁ ଲାଗିଲା। ସକାଳେ ଖାଦ୍ୟ, ଦ୍ୱିପହରେ ବିଶ୍ରାମ, ସନ୍ଧ୍ୟାରେ ଆଉ ଥରେ ଖାଦ୍ୟ, ତାପରେ ଗଛର ଛାୟାରେ ଦୀର୍ଘ ନିଦ୍ରା। ଶିକାର କରିବା କମିଗଲା, ଆକାଶରେ ଉଡ଼ିବା ମଧ୍ୟ କମିଗଲା, ସଂଘର୍ଷ କରିବା ମଧ୍ୟ କମିଗଲା ଏବଂ ଅଜାଣତରେ ସେମାନଙ୍କ ଭିତରର ଶକ୍ତି ମଧ୍ୟ କମିବାକୁ ଲାଗିଲା। ସେହି ଗୋଷ୍ଠୀରେ ଜଣେ ବୃଦ୍ଧ ଚିଲ ଥିଲେ। ବୟସରେ ସବୁଠାରୁ ବଡ଼, ଅନୁଭବରେ ସବୁଠାରୁ ସମୃଦ୍ଧ। ସେ ନୀରବରେ ସବୁ ଦେଖୁଥିଲେ ଏବଂ ପ୍ରତିଦିନ ତାଙ୍କ ମନରେ ଭୟ ବଢ଼ୁଥିଲା। ଦିନେ ସେ କହିଲେ, ବନ୍ଧୁମାନେ, ଏହି ଆରାମ ଆମ ପାଇଁ ଆଶୀର୍ବାଦ ନୁହେଁ, ଏହା ଆମର ଆଗାମୀ ବିପଦ। ସେମାନେ ହସିଦେଲେ ଏବଂ କହିଲେ, ତୁ ବୁଢ଼ା ହୋଇଗଲୁଣି, ଏବେ ମଧ୍ୟ ପରିଶ୍ରମର କଥା କହୁଛୁ। ତୁ ଯିବାକୁ ଚାହୁଁଛୁ, ତେବେ ଯା, ଆମେ ଏଠି ହିଁ ରହିବୁ। ବୃଦ୍ଧ ଚିଲ ଜାଣିଥିଲେ ଭୁଲ ଭିଡ଼ ସହିତ ଚାଲିବା ଠାରୁ ଠିକ୍ ପଥରେ ଏକାକୀ ଚାଲିବା ଭଲ। ସେ ଏକା ଉଡ଼ିଗଲେ ପୁଣି ଥରେ ସେହି ପୁରୁଣା ଜଙ୍ଗଲକୁ। ସେଠାରେ ପୁଣି ଥରେ ସେ ଶିକାର କଲେ, ପୁଣି ଥରେ ପରିଶ୍ରମ କଲେ ଏବଂ ପୁଣି ଥରେ ନିଜର ଶକ୍ତିକୁ ଜୀବନ୍ତ ରଖିଲେ। ଅନେକ ଦିନ ପରେ ତାଙ୍କ ପୁରୁଣା ସାଥୀମାନଙ୍କ କଥା ମନେ ପଡ଼ିଲା। ସେ ସେମାନଙ୍କୁ ଦେଖିବା ପାଇଁ ପୁଣି ସେହି ଦ୍ୱୀପକୁ ଗଲେ। କିନ୍ତୁ ସେଠାକୁ ପହଞ୍ଚି ସେ ଚମକି ପଡ଼ିଲେ। ସମ୍ପୂର୍ଣ୍ଣ ଦ୍ୱୀପ ନୀରବ ଥିଲା। କୌଣସି ଉଡ଼ାଣ ନଥିଲା, କୌଣସି ଡାକ ନଥିଲା, କେବଳ ଭୟଙ୍କର ନୀରବତା। ଚାରିଆଡ଼େ ପଡ଼ିଥିଲା ଚିଲମାନଙ୍କର ନିର୍ଜୀବ ଶରୀର। ଏପରି ଲାଗୁଥିଲା ଯେପରି ଏଠାରେ କୌଣସି ଯୁଦ୍ଧ ହୋଇଯାଇଛି। ହଠାତ୍ ସେ ଦେଖିଲେ ଜଣେ ଆହତ ଚିଲ ଅଧା ଜୀବିତ ଅବସ୍ଥାରେ ପଡ଼ିଥିଲା। ବୃଦ୍ଧ ଚିଲ ପଚାରିଲେ, ବନ୍ଧୁ, ଏଠାରେ କ'ଣ ଘଟିଲା? ଆହତ ଚିଲ ଅତ୍ୟନ୍ତ କଷ୍ଟରେ କହିଲା, ଚିତାବାଘମାନଙ୍କର ଏକ ଦଳ ଆକ୍ରମଣ କରିଥିଲେ। ଆମେ ଆଉ ଉଡ଼ିପାରିଲୁ ନାହିଁ। ଆମର ଡେଣାରେ ଆଉ ଶକ୍ତି ନଥିଲା। ଆମର ପଞ୍ଝା ଲଢ଼ିବାକୁ ଭୁଲି ଯାଇଥିଲା। ଆମକୁ ଚିତାବାଘ ମାରିନଥିଲେ, ଆମକୁ ଆମର ଆଲସ୍ୟ ମାରିଦେଲା। ଏବଂ ଏହା କହିବା ପରେ ତା'ର ଆଖି ଚିରଦିନ ପାଇଁ ବନ୍ଦ ହୋଇଗଲା।